ସମସ୍ତଙ୍କୁ ନମସ୍କାର। ବହୁତ ବଡ଼ ଖୁସିର ଖବର ଆସିଯାଇଛି। ଯେଉଁ ପିଲାମାନେ +3 ପାସ୍ କରିଛ, ଯେଉଁ ପିଲାମାନେ ଫାର୍ମାସିଷ୍ଟ କରିଛ, ଯେଉଁ ପିଲାମାନେ ANM ଆଉ GNM କରିଛ, ଏଇ ଜାଗାରେ ଦେଖ, ଯେଉଁ ପିଲାମାନେ ଗ୍ରାଜୁଏସନ୍ କରିଛ, ସାଇନ୍ସରେ ହଉ, ଆର୍ଟ୍ସରେ ହଉ, କମର୍ସରେ ହଉ, ଯେଉଁ ପିଲାମାନେ ଫାର୍ମାସିଷ୍ଟ କରିଛ, ଯେଉଁ ପିଲାମାନେ ନର୍ସିଂ କରିଛ, ବହୁତ ବଡ଼ ଖୁସିର ଖବର। ନିଜ ଡିଷ୍ଟ୍ରିକ୍ଟରେ ରହିକି ଆପଣମାନେ ଚାକିରି କରିପାରିବେ। ଏଇ ଜାଗାରେ ତୁମମାନେ ଦେଖିପାରୁଥିବ ବ୍ଲକ କୋଅର୍ଡିନେଟର ଜବ୍ ବାହାରିଛି। ତାର ସ୍ୟାଲେରୀ କେତେ ରହୁଛି? ମାସକୁ 15,000 ଟଙ୍କା ରହୁଛି। କିଛି ଏକ୍ଜାମ୍ ଦେବାକୁ ପଡ଼ିବ ନାହିଁ। ଫାର୍ମାସିଷ୍ଟ ବାହାରିଛି, ଆଉ ମାସକୁ କେତେ? ତାର ସ୍ୟାଲେରୀ ମଧ୍ୟ ରହିଛି 15,000। ANM GNM ବାହାରିଛି, ମାସକୁ ରହିବ 9,000ରୁ 10,000 ଟଙ୍କା। ନିଜ ବ୍ଲକରେ ରହିକି ଆପଣମାନେ କ'ଣ କରିପାରିବେ? ଆପଣମାନେ ଏଇ ଚାକିରି ଆପଣମାନେ କରିପାରିବେ। ଆପଣମାନଙ୍କୁ କ'ଣ କରିବାର ଅଛି? ଖାଲି ଇଣ୍ଟରଭ୍ୟୁ ଆପଣମାନଙ୍କୁ ଦେବାକୁ ପଡ଼ିବ। ଇଣ୍ଟରଭ୍ୟୁ ଦେବା ପାଇଁ ଖାଲି ଆପଣମାନେ ଯିବେ, ଆଉ ନିଜର ବ୍ଲକରେ ଚାକିରି ଆପଣମାନେ କରିପାରିବେ। ନିଜ ବ୍ଲକରେ ହିଁ, ନିଜ ପଞ୍ଚାୟତରେ ହିଁ ଆପଣମାନେ କ'ଣ କରିବେ? ଚାକିରି କରିବେ। ବୁଝି ହେଉଛି ନା ନାହିଁ? ତ ଯେଉଁ ପିଲାମାନେ ନୂଆ କରି ପ୍ରଥମ ଥର ପାଇଁ ଏହି ଚ୍ୟାନେଲର ଭିଡ଼ିଓକୁ ଦେଖୁଛ, ସମସ୍ତଙ୍କୁ ଅନୁରୋଧ କରୁଛି ଆପଣମାନେ ସମସ୍ତେ ସବସ୍କ୍ରାଇବ୍ କରନ୍ତୁ ଏମିତି ଭିଡ଼ିଓ ଦେଖିବା ପାଇଁ। ଏଇ ଜାଗାରେ ଦେଖିପାରୁଥିବ ପିଲାମାନେ, ନବରଙ୍ଗପୁର ଡିଷ୍ଟ୍ରିକ୍ଟର ଏହି ଜବ୍ଟା ବାହାରିଛି। ନବରଙ୍ଗପୁରରେ ଏହି ଜବ୍ଟା ବାହାରିଛି, ଆଉ ନବରଙ୍ଗପୁରର ପିଲାମାନେ କ'ଣ କରିପାରିବେ? ପକାଇ ପାରିବେ। କିନ୍ତୁ ତାର ଡେଟ୍ଟା ଡେଟ୍ ଆଉ ନାହିଁ, ପିଲାମାନେ ଆଉ ପକାଇ ପାରିବେ ନାହିଁ। କିନ୍ତୁ ଅଲଗା ଡିଷ୍ଟ୍ରିକ୍ଟର ବାହାରିବାକୁ ଯାଉଛି। ଯେଉଁ ଡିଷ୍ଟ୍ରିକ୍ଟରେ ବାହାରି ନାହିଁ, ସେଇ ଡିଷ୍ଟ୍ରିକ୍ଟରେ ବାହାରିଯିବ। ନବରଙ୍ଗପୁର ଡିଷ୍ଟ୍ରିକ୍ଟରେ ବାହାରିଥିଲା, ଆଉ ତାହା ସରିଯାଇଛି। କିନ୍ତୁ ଅଲଗା ଏବେ ଓଡ଼ିଶାର 29ଟି ଜିଲ୍ଲାରେ ବର୍ତ୍ତମାନ ବାହାରିବାକୁ ଯାଉଛି ଏଇ ପୋଷ୍ଟ। କିଛି ଏକ୍ଜାମ୍ ଦେବାକୁ ପଡ଼ିବ ନାହିଁ, କିଛି ନାହିଁ। ଖାଲି ଡକୁମେଣ୍ଟସ୍ ନେଇକି ଗଲ, ଇଣ୍ଟରଭ୍ୟୁ ଦେଲ, ତାପରେ ଆପଣମାନେ ସିଲେକ୍ସନ୍ ହେଇକି ନିଜ ପଞ୍ଚାୟତରେ, ନିଜ ବ୍ଲକରେ ଆପଣମାନେ ଚାକିରି କରିପାରିବେ। ତ କେଉଁ ଜିଲ୍ଲାରେ କେବେ ବାହାରିବ, ସବୁ ବିଷୟ ଜାଣିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ ରଖନ୍ତୁ। ବହୁତ ବହୁତ ଧନ୍ୟବାଦ।